ଖପ୍ରିଆଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ପାଳିତ। ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଖପ୍ରିଆଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ସୋମବାର ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଛି। ଏହି ଅବସରରେ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଶୋଭାରାମ ଜଗତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ସିନାପାଲି ବ୍ଲକ ଏବିଓ ଶ୍ରୀଯୁକ୍ତ ପ୍ରଦୀପ କୁମାର ପଣ୍ଡା, ମୁଖ୍ୟ ବକ୍ତା ଭାବରେ ପୂର୍ବତନ ଏବିଓ ଶ୍ରୀଯୁକ୍ତ ଶୁଭ୍ରାଂଶୁ ମୌଳି, ପୌରୋହିତ୍ୟ ବିଶିଷ୍ଟ ଅତିଥି ଭାବରେ ପୂର୍ବତନ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ କ୍ଷମାଧର ନିଆଲ, ସମ୍ମାନିତ ଅତିଥି ଭାବରେ ସିଆର୍ସିସି ଶ୍ରୀଯୁକ୍ତ ଦେବାନନ୍ଦ ବାଗ, ସିଆର୍ସିସି ଶ୍ରୀଯୁକ୍ତ ରମାକାନ୍ତ ମେହେର, ସିଆର୍ସିସି ଶ୍ରୀଯୁକ୍ତ ଦେବେନ୍ଦ୍ର ସୁନାନୀ, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଶ୍ରୀମତୀ କୁନ୍ତି ଚିନ୍ଦା, ସମାଜସେବୀ ଶ୍ରୀଯୁକ୍ତ ଧୁଲାରାମ ହେର୍ନା, ସମାଜସେବୀ ଶ୍ରୀଯୁକ୍ତ ପ୍ରମୋଦ କୁମାର ନିଆଲ, ପୂର୍ଣ୍ଣଚନ୍ଦ୍ର ନିଆଲ, ମାନସ ସିଂ ନିଆଲ, କୃତିବାସ ନିଆଲ ଏକ ସୁସ୍ଥ ସମାଜର ଗଠନର ମୂଳ ଆଧାର ବୋଲି ସେମାନେ ପ୍ରକାଶ କରିଥିଲେ। ତେଣୁ ଶିକ୍ଷା ମାଧ୍ୟମରେ ସମାଜକୁ ଆଗେଇ ନିଆଯାଇପାରିବ ବୋଲି ଏ ଅବସରରେ ଅତିଥିମାନେ ସାମୂହିକ ମତବ୍ୟକ୍ତ କରିଥିଲେ। ପ୍ରାରମ୍ଭରେ ସହ ଶିକ୍ଷକ ଶ୍ରୀଯୁକ୍ତ ନବୀନ କୁମାର ହରିଜନ ସମସ୍ତଙ୍କୁ ସ୍ୱାଗତ କରିବା ସହ ପରିଚୟ ପ୍ରଦାନ କରିଥିଲେ। ଛାତ୍ରଛାତ୍ରୀ ଓ ସହକାରୀ ଶିକ୍ଷକଗଣ ଅତିଥିମାନଙ୍କୁ ଫୁଲ ଚନ୍ଦନ ଓ ଉପଢୌକନ ଦେଇ ସଭାମଣ୍ଡପକୁ ପାଛୋଟି ନେଇଥିଲେ। ସଭା ପରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିବା ବେଳେ ଶେଷରେ ସହଶିକ୍ଷକ ଶ୍ରୀଯୁକ୍ତ କୋଦଣ୍ଡ ପାଣି ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ ଆୟୋଜନରେ ବିଦ୍ୟାଳୟର ଶିକ୍ଷକ ଶ୍ରୀଯୁକ୍ତ କୋଦଣ୍ଡ ପାଣି ମାଝୀ, ବିନୋଦ କୁମାର ନିଆଲ ଓ ଗଣେଶ ଚନ୍ଦ୍ର ମେହର ସହଯୋଗ କରିଥିଲେ। ନୂଆପଡ଼ା ଜିଲ୍ଲାରୁ ପରମେଶ୍ୱର ମେହେରଙ୍କ ରିପୋର୍ଟ, ଜନତା ଏକ୍ସପ୍ରେସ।